ମାହାଙ୍ଗାରେ କୃଷି ସମାବେଶ ଚାଷୀଙ୍କୁ ସମ୍ମାନିତ ମନ୍ତ୍ରୀଙ୍କୁ ଉପହାରରେ ରୂପା ଲଙ୍ଗଳ। ସାରା ରାଜ୍ୟରେ କୃଷକମାନଙ୍କ ଦୁଃଖ କହିଲେ ନ ସରେ, କିନ୍ତୁ ସରକାର ପରିବର୍ତ୍ତନ ପରେ ଏବେ ଚାଷୀ ସୁଦୃଢ଼ ହେଉଛି ଏବଂ ସିଧାସଳଖ ସରକାରଙ୍କ ସହ ନିଜର ସୁଖ ଦୁଃଖ ବାଣ୍ଟି ପାରୁଛି। ଆୟୋଜିତ ବିଶାଳ ଚାଷୀ ସମାବେଶରେ ଏଭଳି ମନ୍ତବ୍ୟ ରଖିଛନ୍ତି ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କ ଆୟୋଜିତ ବିଶାଳ ଚାଷୀ ସମାବେଶରେ ମାନ୍ୟବର ଯୋଗାଣ ମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଚାଷୀଙ୍କୁ ସମ୍ମାନିତ କରିଥିଲେ। ମାହାଙ୍ଗାରେ ଚଳିତ ବର୍ଷ ପୂର୍ବ ଅପେକ୍ଷା 3 ଗୁଣ ଧାନ ଅଧିକ ବିକ୍ରି କରାଯାଇଛି ବୋଲି ବିଧାୟକ ନିଜ ଅଭିଭାଷଣରେ କହିଛନ୍ତି। ଏଥିସହିତ ମାହାଙ୍ଗା ଏକ କୃଷି ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଚାଷୀମାନଙ୍କୁ ଆହୁରି ସୁବିଧା ଯୋଗାଇ ମାହାଙ୍ଗା ବିକାଶରେ ସାମିଲ ହେବାକୁ ମନ୍ତ୍ରୀ ଦ୍ୱୟଙ୍କୁ ନିବେଦନ କରିଥିଲେ ମାହାଙ୍ଗାର ବିଧାୟକ। ଅନ୍ୟପଟରେ ମନ୍ତ୍ରୀ ଦ୍ୱୟ ମାହାଙ୍ଗା ବିଧାୟକଙ୍କ ଜନତାଙ୍କ ପାଇଁ ଥିବା ଭଲ ପାଇବା ଓ କର୍ମଶୀଳତାକୁ ପ୍ରଶଂସା କରିଥିଲେ। ମାହାଙ୍ଗାରେ ରେକର୍ଡ ପରିମାଣର ଧାନ ଏଥରିକ କ୍ଷତି ହେଇଛି ଏବଂ ପ୍ରାୟ ସମସ୍ତ କୃଷକ ଧାନ ତାଙ୍କର ବିକିଛନ୍ତି। ସେ କାରଣରୁ କୃଷକ ମାନଙ୍କର ନିମନ୍ତ୍ରଣ ଥିଲା ଯେ ଆପଣ ମାହାଙ୍ଗା ଆସନ୍ତୁ, ଆମେ ଆପଣଙ୍କୁ ସ୍ୱାଗତ କରିବୁ। ମୁଁ ତାଙ୍କୁ କୃଷକ ଭାଇ ମାନଙ୍କୁ ଭଉଣୀ ମାନଙ୍କୁ ମୋ ଅନ୍ତରରୁ ଧନ୍ୟବାଦ ଜଣାଉଛି ଯେ ସେ ପ୍ରକୃତରେ ଆଜି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଆମକୁ ଜଣାଇଛନ୍ତି। ଆମକୁ ଖୁସି ଯେ ମାହାଙ୍ଗା ଚାଷୀ ମାନଙ୍କୁ ଅତୀତରେ ମାତ୍ର 50 କୋଟି ଟଙ୍କା ଆସୁଥିବା ବଦଳରେ ଏବେ 150 କୋଟି ଟଙ୍କା ଏ ବର୍ଷ ଆସିଛି ଏବଂ 7,000 ଜମା କୃଷକ ଧାନ ବିକୁଥିଲେ, ଏ ବର୍ଷ 15,000 କୃଷକ ଧାନ ବିକିଛନ୍ତି। ତେଣୁ ଗୋଟେ ରେକର୍ଡ ସୃଷ୍ଟି ହେଇଛି। ମାନେ ମାହାଙ୍ଗାର ସମସ୍ତ ଚାଷୀ ଅନ୍ନଦାତା ମାନଙ୍କୁ ମୁଁ ଅନ୍ତର ଧନ୍ୟବାଦ ଜଣାଉଛି। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ 18+।